ଆମେ ସାଇଲେନ୍ସ କରି ଆରମ୍ଭ କରିବା। ସାଇଲେନ୍ସ। ମା ମା ଆଜି ଆମେ ଆଲୋଚନା କରିବା ଚିରନ୍ତନ ବହିର ପୃଷ୍ଠା 252 ମାନସିକ କୃଷ୍ଟି। 251ରେ ଆମେ ପଢିଥିଲେ ବିଭିନ୍ନ ପ୍ରକାର କର୍ମ କର। ତାର ସାରାଂଶ ଥିଲା ବହୁ ବିଷୟରେ କିଛି କିଛି ଜ୍ଞାନ ଅର୍ଜନ କରିବା ଭଲ। ଜଣେ ଗୋଟିଏ ବିଷୟରେ ବିଶେଷଜ୍ଞ ହେବା ଅପେକ୍ଷା ବହୁ ବିଷୟରେ ନିଜର କୃତିତ୍ୱ ଅର୍ଜନ କରିବା ଭଲ। ମା ନିଜ କଥା କହିଥିଲେ, ମୋ କଥା କଣ କହିବି? ମୁଁ ମୋ ପ୍ରାରମ୍ଭିକ ଜୀବନରେ ବହୁ ବିଷୟରେ ଲାଗି କାମ କରିଛି, ସେଥିପାଇଁ ଗାଳି ଖାଇଛି ଏବଂ ମୋତେ ସମସ୍ତେ କହୁଥିଲେ ତୁ କେଉଁ ବିଷୟରେ ବି ପାରଦର୍ଶିତା ଦେଖାଇ ପାରିବୁ ନାହିଁ। ଏବଂ ମା କହୁଛନ୍ତି, ସେତେବେଳେ ସମସ୍ତେ କହିଲେ ଦେଖିବୁ ଅଧା ପନ୍ଥିରେ ରହିବ। ତାପରେ ମା କହୁଛନ୍ତି ହଁ ଏହା ସତ, ସମ୍ଭବତଃ ଏହା ହିଁ ସତ, କିନ୍ତୁ ତଥାପି ମୁଁ ଭାବୁଛି ବହୁ ବିଷୟରେ ପାରଦର୍ଶିତା ବା ବହୁ ବିଷୟରେ କୃତି ଅର୍ଜନ କରିବାକୁ ଯୋଉ ପ୍ରଚେଷ୍ଟା ବା ତା ଭିତରେ ମାତିବା ଦ୍ୱାରା କିଛି ଉପକାର ବି ହୋଇଛି। ସେ ଉପକାର ଗୁଡ଼ିକ କଣ? ମା କହିଲେ ଜଣଙ୍କର ମାନସିକ ବିସ୍ତୃତି ହୋଇଥାଏ, ବୁଦ୍ଧିବୃତ୍ତିର ନମନୀୟତା ଆସିଥାଏ, ଜୀବନ ପ୍ରତି ବୁଝାମଣା ମଧ୍ୟ ଖୁବ୍ ବଢ଼ିଥାଏ। ଆଜି ପଢିବା 252 ମାନସିକ କୃଷ୍ଟି। ମା ଲେଖୁଛନ୍ତି ମାନସିକ କର୍ଷଣ ବା ବୌଦ୍ଧିକ ଶିକ୍ଷା ତୁମର ମସ୍ତିଷ୍କର ଗଠନକୁ ପରିବର୍ତ୍ତନ କରିଥାଏ। ଏହା ଫଳରେ ବୃଦ୍ଧି ସମୃଦ୍ଧ ହୁଏ ଏବଂ ଅଭିବ୍ୟକ୍ତି ଅଧିକ ସୁସମ୍ପନ୍ନ ହୋଇଥାଏ ଏବଂ ଅଧିକ ଯଥାଯଥ ମଧ୍ୟ ହୋଇଥାଏ। ତୁମେ ଯଦି ଜୀବନରୁ ଅବ୍ୟାହତି ନେଇ ଏକ ଅବ୍ୟକ୍ତ ଉଚ୍ଚତା ବା ଊର୍ଦ୍ଧ୍ୱତନ ସ୍ତରରେ ରହିବାକୁ ଚାହଁ, ତେବେ ଏହି ବୌଦ୍ଧିକ ବା ମାନସିକ କର୍ଷଣର କିଛି ଆବଶ୍ୟକତା ନାହିଁ। କିନ୍ତୁ ତୁମେ ଯଦି ତୁମର ଊର୍ଦ୍ଧ୍ୱସ୍ତରୀୟ ଚେତନାକୁ ତୁମର ଏହି ବାହ୍ୟ ବା ସାଂସାରିକ ଜୀବନରେ ପ୍ରକାଶ କରିବାକୁ ଚାହଁ, ତେବେ ଏହାର ଆବଶ୍ୟକତା ନିଶ୍ଚୟ ଅଛି। ସଙ୍ଗୀତର ବାଦ୍ୟଯନ୍ତ୍ର ଗୁଡ଼ିକ ସହିତ ଏହାର ତୁଳନା ଭଲ ଭାବେ ହୋଇପାରେ। ଗୋଟିଏ ବାଦ୍ୟଯନ୍ତ୍ରରେ ହୁଏତ କେତୋଟି ନୋଟ୍ ଅଛି, କିନ୍ତୁ ଆଉ ଗୋଟିଏ ବାଦ୍ୟଯନ୍ତ୍ରରେ ତାର 10 ଗୁଣ ନୋଟ୍ ଥାଇପାରେ। ଯେଉଁ ବାଦ୍ୟଯନ୍ତ୍ରରେ 4-5ଟି ମାତ୍ର ନୋଟ୍ ଅଛି, ତାକୁ ବାଦନ କରିବା ନିଶ୍ଚୟ ସହଜ, କିନ୍ତୁ ଏକ ସମ୍ପୂର୍ଣ୍ଣ କିବୋର୍ଡରେ ଯେଉଁ ବାଦ୍ୟ ସବୁ ବାଦନ କରାଯାଏ, ତା ନିଶ୍ଚୟ ଖୁବ୍ ଉଚ୍ଚ କୋଟିର। ଏହାକୁ ଏକ ସରଳ ବାଦ୍ୟଯନ୍ତ୍ର ଅପେକ୍ଷା ଏକ ଜଟିଳ ଅର୍କେଷ୍ଟ୍ରା ସହିତ ତୁଳନା କରାଯାଇପାରେ। ଜଣେ ମଣିଷ ମାନେ ଜଣେ ପୂର୍ଣ୍ଣ ବିକଶିତ ମନୁଷ୍ୟକୁ ସେହି ସବୁ ବିରାଟ ଅର୍କେଷ୍ଟ୍ରା ସହିତ ତୁଳନା କରାଯାଇପାରେ, ଯେଉଁଥିରେ ଥାନ୍ତି ଶହ ଶହ ବାଦ୍ୟ ବାଦନକାରୀ। ଏହା ନିଶ୍ଚିତ କଥା ଯେ ସେମାନଙ୍କୁ ନିୟନ୍ତ୍ରଣ କରିବା ଓ ପରିଚାଳନା କରିବା ଖୁବ୍ କଷ୍ଟକର ବ୍ୟାପାର, କିନ୍ତୁ କରିପାରିଲେ ତାର ଫଳ ଖୁବ୍ ଚମତ୍କାର ହୋଇଥାଏ। ମାନସିକ କୃଷ୍ଟି। ମା ଲେଖୁଛନ୍ତି ବା ମାନସିକ ଦକ୍ଷତା ସାମର୍ଥ୍ୟର ବୃଦ୍ଧି। କର୍ଷଣ କରିବା ବା ଆମେ ଯେମିତି କହୁଛେ ଏକ୍ସରସାଇଜ କରିବା, ସେଗୁଡ଼ା ସବୁ କହୁଛି ମାନସିକ କୃଷ୍ଟି। ମା ଲେଖୁଛନ୍ତି ମାନସିକ କର୍ଷଣ ବା ବୌଦ୍ଧିକ ଶିକ୍ଷା ତୁମର ମସ୍ତିଷ୍କର ଗଠନକୁ ପରିବର୍ତ୍ତନ କରିଥାଏ। ଏହା ଫଳରେ ବୃଦ୍ଧି ସମୃଦ୍ଧ ହୁଏ ଏବଂ ଅଭିବ୍ୟକ୍ତି ଅଧିକ ସୁସମ୍ପନ୍ନ ହୋଇଥାଏ ଏବଂ ଅଧିକ ଯଥାଯଥ ମଧ୍ୟ ହୋଇଥାଏ। ପ୍ରଥମ ଲାଇନଟା କହିଲେ ମାନସିକ କର୍ଷଣ ବା ବୌଦ୍ଧିକ ଶିକ୍ଷା, ତାମାନେ ମେଣ୍ଟାଲ ଏଜୁକେସନ। ମାନସିକ ସାମର୍ଥ୍ୟର ବିକାଶ କରିବା ପାଇଁ ଆମେ ଯେମିତି ଆପଣ ଦେଖୁଛନ୍ତି ଯେଉଁମାନେ ସବୁ ଜିମ୍ନାଷ୍ଟିକ କରନ୍ତି ବା କୁସ୍ତି ଲଢ଼ିବା ଦେଖିଥିବେ, ଏକ୍ସରସାଇଜ କରନ୍ତି, ଏସବୁ ଶରୀରକୁ ବାହ୍ୟ ସ୍ଥୂଳ ଶରୀରକୁ ଫିଟ୍ ରଖିବା ପାଇଁ ଏବଂ ଜିମ୍ନାଷ୍ଟିକ ଯେଉଁମାନେ ଯାଉଛନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଡେଭଲପମେଣ୍ଟ କରିବା ପାଇଁ ସେମାନେ ଶରୀରକୁ ପ୍ରତ୍ୟେକ ଦିନ ବ୍ୟାୟାମ କରନ୍ତି ଏବଂ ଭିନ୍ନ ଭିନ୍ନ ପ୍ରକାରର ବ୍ୟାୟାମ ମଧ୍ୟ କରାଯାଏ। ନିରାମୟ ଶରୀର ବା ଗୋଟେ ନିରୋଗ ଶରୀର ତିଆରି କରିବା ପାଇଁ ଯେମିତି ପ୍ରତ୍ୟେକ ଦିନ ଗୋଟେ ଏକ୍ସରସାଇଜ ଆବଶ୍ୟକ କରନ୍ତି ବା ବ୍ୟାୟାମ ଆବଶ୍ୟକ କରନ୍ତି, ସେମିତି ମେଣ୍ଟାଲ ଏକ୍ସରସାଇଜ ମଧ୍ୟ ଦରକାର, ମେଣ୍ଟାଲ ଏଜୁକେସନ ମଧ୍ୟ ଦରକାର। ମାନସିକ ଦକ୍ଷତା ଯାହା ଯାହା ଆମର ରହିଛି, ଚିନ୍ତା କରିବା, ବିଚାର କରିବା, ପରୀକ୍ଷା କରିବା, ନିରୀକ୍ଷଣ କରିବା, ତୁଳନା କରିବା, ସିଦ୍ଧାନ୍ତ ନେବା, କଳ୍ପନା କରିବା, ଏ ସବୁ ଗୁଡ଼ିକ
ଏପରି ଆହୁରି ଅନ୍ୟାନ୍ୟ କାର୍ଯ୍ୟ ରହିଛି। ଏ ସବୁ ଗୁଡ଼ିକ ଆବଶ୍ୟକ। ସେଥିପାଇଁ ଲେଖିବା, ପଢ଼ିବା, ଯୋଉଟା ଆମେ ଅଧ୍ୟୟନ କରିବା, ଶୁଣିବା, ପ୍ରକାଶ କରିବା, ଏ ସବୁ ଜିନିଷ ତାର ଏକ ଏକ ଅଂଶ। ତେଣୁ ଇଏ ସବୁ ଗୁଡ଼ିକ ଆପଣ ଯେତେବେଳେ ଯେତେ ଯେତେ ଅଧିକରୁ ଅଧିକ ମେଣ୍ଟାଲ ଏଜୁକେସନ ବା ମେଣ୍ଟାଲ ଏକ୍ସରସାଇଜ ଆପଣ କରିବେ, ଲେଖୁଛନ୍ତି ତୁମର ମସ୍ତିଷ୍କର ଗଠନକୁ ତାହା ପରିବର୍ତ୍ତନ କରିଥାଏ। ଇଏ ବୈଜ୍ଞାନିକ ଦୃଷ୍ଟିକୋଣରୁ ଯଦି ବି ଦେଖାଯାଏ, ଏହା ପରିବର୍ତ୍ତନ କରେ। ବାମ ପଟରେ ଯୋଉ ଚିତ୍ରଟା ଥିଲା, ଜଣେ ଯେତେବେଳେ ଲେଖେ, ଆରି ଉପରେ ଗୋଟେ ସନ୍ଦର୍ଭ ଲେଖିବି ଲେଖିବି ବୋଲି ଭାବି ଭାବି ଆଜି ପର୍ଯ୍ୟନ୍ତ ଲେଖିପାରୁନି। କାହିଁକିନା ଆପଣ ଯେତେବେଳେ ଲେଖନ୍ତି କଣ କଣ ହୁଏ, ଯେତେବେଳେ ଆମେ ପେନ୍ ଧରିକି ଲେଖୁ, କୋଉଠି କଣ କଣ ନର୍ଭ କେମିତି ଆକ୍ଟିଭ ହୁଏ, ସେ ଯାଇକି ବ୍ରେନର କୋଉ ପୋର୍ସନରେ କାମ କରେ, ତାହା କେମିତି ବ୍ରେନର ସେଲକୁ ଆକ୍ଟିଭେଟ୍ କରି କେମିତି ଇମ୍ପଲ୍ସ ପହଞ୍ଚେ, କେମିତି ମେମୋରି ପାୱାର ବଢ଼େ, କେମିତି ଆମର ଅଭିଜ୍ଞତା, ଆମର ସ୍ମରଣ ଶକ୍ତି, କାର୍ଯ୍ୟଦକ୍ଷତା, କାର୍ଯ୍ୟ ସାମର୍ଥ୍ୟ, ମାନସିକ ସାମର୍ଥ୍ୟ କେମିତି ବୃଦ୍ଧି ପାଏ, ଏ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ଏକ ଚିତ୍ରଟି ଯୋଉଟା ରହିଛି ସେଇଟା ହିଁ ବର୍ଣ୍ଣନା କରାଯାଇଛି। ତାର ବୈଜ୍ଞାନିକ ମାନେ କହୁଛନ୍ତି, ଆପଣ ଯେତେ ଅଧିକରୁ ଅଧିକ ମେଣ୍ଟାଲ ଏକ୍ସରସାଇଜ କରୁଛନ୍ତି, ଆପଣଙ୍କର ବ୍ରେନରେ ସେତେ ନ୍ୟୁଲି ସେଲ୍ ତିଆରି ହେଉଛି, ଡେଭଲପମେଣ୍ଟ ମଧ୍ୟ ବ୍ରେନର ସେଇ ପରିମାଣରେ ହେଇଥାଏ ଏବଂ ତାର କାର୍ଯ୍ୟକାରିଣୀ ଦକ୍ଷତା ବୃଦ୍ଧି ପାଏ। ନୂତନ କୋଷ ତିଆରି ହୁଏ, କାର୍ଯ୍ୟକାରିଣୀ ଦକ୍ଷତା ବୃଦ୍ଧି ପାଏ, ମସ୍ତିଷ୍କର ଗଠନକୁ ସେ ପରିବର୍ତ୍ତନ କରିଥାଏ। ବିଜ୍ଞାନ ବି ଏବେ ବି ଦେଖିଲେଣି, ପରୀକ୍ଷା କରି ଦେଖିଲେଣି, କିଛି କିଛି ଦେଖିଛନ୍ତି, ପୁରା ତ ଦେଖିନାହାନ୍ତି। କହୁଛନ୍ତି, ତେଣୁ ଯେତେବେଳେ ଏସବୁ ଜିନିଷ ଆପଣ କରିବେ, ଆପଣଙ୍କର ବୃଦ୍ଧି ସମୃଦ୍ଧ ହବ, ଅଭିବ୍ୟକ୍ତି ଅଧିକ ସୁସମ୍ପନ୍ନ ହବ। ମାନେ ପରିପ୍ରକାଶ କରିବାଟା ଗୋଟେ ସୁନ୍ଦର, ସୁସଙ୍ଗତ, ସୁପ୍ରକାଶ୍ୟ, ସୁବୋଧଗମ୍ୟ ଏବଂ ଭବିଷ୍ୟତ ଅଭିମୁଖୀ, ଅଗ୍ରଗତି ଅଭିମୁଖୀ ହବ। ଗୋଟେ ଛୋଟ ଛୋଟ କଥା ଭାବନ୍ତୁ। ଏବେଣିକି ଆପଣ ଦେଖିବେ, ଗୋଟେ ଗୋଟେ କଥାଟା ଯଦି କହନ୍ତିନି, ଖା, ଗିଳି, ଭୁଞ୍ଜ, ତିନୋଟି କଥା, ଶବ୍ଦ ତିନୋଟି ନା, ଗୋଟାଏ କାମ ନା ଅଲଗା ଅଲଗା କାମ? ବାହାରକୁ ଦେଖାଯାଏ ଗୋଟାଏ କାମ। ଖା, ଜଣେ କହିଲା ଖା, ଏ ଗିଳି, ତୁମେ ଭୁଞ୍ଜ। କାମ ଗୋଟିଏ, ଖାଇବା ପାଇଁ ଜଣକୁ କୁହାଯାଉଛି, କିନ୍ତୁ ଏଇ ଖା, ଏଇ ଗିଳି, ଏଇ ଭୁଞ୍ଜୁ, ଏଇ ଭୁଞ୍ଜ କହିପାରିବେ ନାହିଁ। କହିବେ ଆପଣ ଭୁଞ୍ଜନ୍ତୁ, ତୁମେ ଖାଅ, ଏଇ ଖା, ଏଇ ଗିଳିବୁ ନା ନାଇଁ। ଏ ଯୋଉ ତିନୋଟି ଶବ୍ଦକୁ ପରିପ୍ରକାଶ କରିବାରେ ଭାବ ବ୍ୟକ୍ତ ଅଲଗା ହୁଏନି, ଆପଣଙ୍କ ଭିତରେ ସ୍ପନ୍ଦନ ଅଲଗା ହୁଏନି। ଜଣେ ଯେତେବେଳେ ଅତି ଶୁଦ୍ଧ ଭାବରେ ଆପଣଙ୍କୁ ଅନୁରୋଧ କରି କହୁଥିବ, ସେତେବେଳେ ଆପଣଙ୍କର ଭିତରେ ଯୋଉ ସ୍ପନ୍ଦନ ସୃଷ୍ଟି ହୁଏ, ଜଣେ ଆପଣଙ୍କୁ ଗାଳି ଦେଇକି କହିବ, କେବେ ବି ଏକା ପ୍ରକାର ସ୍ପନ୍ଦନ ସୃଷ୍ଟି ହବନି, ଏକା ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହବ ନାହିଁ। ଏବଂ ଆପଣ ଦେଖିବେ, ଯେତେ ଯେତେ ଅଧିକରୁ ଅଧିକ ବୌଦ୍ଧିକ ବିକାଶ ହବ, ଆପଣଙ୍କର ମାନସିକ ଦକ୍ଷତା, ମାନସିକ ବିସ୍ତୃତି ହବ, ଆପଣଙ୍କର କହିବାର ଭଙ୍ଗୀ ବଦଳିଯିବ, ପରିପ୍ରକାଶ କରିବାର ଶୈଳୀ ବଦଳିଯିବ। ସେଇଥିପାଇଁ ତ ଆପଣ ଦେଖିବେ ଲେଖା ଗୁଡ଼ିକ, କାହା କାହା ଲେଖା ପଢ଼ିଲେ ଆପଣଙ୍କୁ ଉଚ୍ଚତର ଚେତନାର ସ୍ପର୍ଶ ଲାଭ କରନ୍ତି, ତ କାହା କାହାର ଲେଖା ପଢ଼ିଲେ ଆପଣ ଏଇ ଭାବପ୍ରବଣ ଜଗତ ବା ଏଇ ଯୋଉ ଇମୋସନାଲ ହେଇଯାଆନ୍ତି, କାନ୍ଦି ପକାନ୍ତି। ଏ ଦେଖନ୍ତୁ, ଇମୋସନାଲ ହେଇକି କାନ୍ଦିବା ଏବଂ ଭଗବାନଙ୍କୁ ଅନୁଭବ କରି କରି ଆଖିରୁ ଅଶ୍ରୁ ବାହାରିବା, ଦିଟା ଏକା କଥା ନୁହଁ। ଇମୋସନାଲି କାନ୍ଦିବା ହଉଛି ଗୋଟେ ମାନୁଷୀ ପ୍ରାଣଗତ ପ୍ରକ୍ରିୟା। ତେଣୁ ଯୋଉମାନଙ୍କର ଲେଖା ପ୍ରାଣଯୁକ୍ତ ସ୍ପନ୍ଦନ ହେଇକି ଥିବ, ପ୍ରାଣର, ଏଟା ଉଚ୍ଚ ପ୍ରାଣ ନୁହଁ, ଯଦି ନ ହେଇଥିବ, ତାହେଲେ ଆପଣଙ୍କର ଭାବ ସ୍ପନ୍ଦନ
ସେଇ ଧରଣର ରହିବ। ତେଣୁ ଲେଖା ଜଣେ ଲେଖକ ଚେତନାର ଯୋଉ ସ୍ତରରେ ଥାଏ ତାର ଲେଖା ମଧ୍ୟ ସେଇଭଳି ଭାବରେ ପରିପ୍ରକାଶ ହୁଏ। ତେଣୁ ମେଣ୍ଟାଲି ଏଜୁକେସନ ଆପଣଙ୍କର ଯେତେ ଅଧିକରୁ ଅଧିକ ପାରଦର୍ଶୀ ହାସଲ କରିବେ ଆପଣଙ୍କର ଅଭିବ୍ୟକ୍ତି ସେତେ ଅଧିକ ସୁସମ୍ପନ୍ନ ହବ, ଯଥାଯଥ ବି ହବ। ଆପଣ ଜଣେ କୂପମଣ୍ଡୁକ ହେଇକି ରହିଥିବ, ଜଣେ ଲୋକଙ୍କ ସହିତ କାମ କରୁଥିବ, ଯେତେ ଅଧିକରୁ ଅଧିକ ଲୋକଙ୍କ ସହିତ କାମ କରୁଥିବ ଏବଂ ତା ଭିତରେ ଏକ ଶିଖିବାର ଆଗ୍ରହ ଥିବ, ତାର ଡିଲ୍ ଲୋକଙ୍କ ସହିତ ପୁରା ଅଲଗା ହବ। ତେଣୁ ଯଥାଯଥ ମଧ୍ୟ ହେଇଥାଏ ଯଦି ଆପଣ ଅଧିକରୁ ଅଧିକ ମେଣ୍ଟାଲ ଏକ୍ସରସାଇଜ ସବୁବେଳେ ଆପଣ ଭାବିବେ। ମତେ ଥରେ ଜଣେ କହିଥିଲେ, ଫାଷ୍ଟ ଗୋଟେ ଜାଗାରେ ଆମର ଏଇ ସାଇନ୍ସ ର ଆମର ଯୋଉ ହଉଥିଲା, ଆମେ ଯାଉଥିଲୁ ଗୋଟେ ଗୋଟେ ଡିଷ୍ଟ୍ରିକ୍ଟ ଯାଉଥିଲୁ, ସେ ଡିଷ୍ଟ୍ରିକ୍ଟ ଯାଇ ନୂଆ ଥିମ୍ ଯୋଉ ଦିଆ ହେଇଥାଏ ତା ଉପରେ ଟିଚର ମାନଙ୍କୁ ସହିତ ଆମର କିଛି ଭାବର ଆଦାନ ପ୍ରଦାନ ହୁଏ। କୋଶ୍ଚିନ୍ ଆନ୍ସର ହବ, ପିଲା ବସିଥାନ୍ତି, ଟିଚର ବସିଥାନ୍ତି। ଏଇ ସମୟରେ ମୋ ଠାରୁ ଜୁନିୟର ପିଲା ଯିଏ ଆମର ବୟସରେ ସାନ ପଛରେ, ତାକୁ ମୁଁ ସେଇ ମିଟିଂରେ ଡାକିଲି କହିବା ପାଇଁ, କିନ୍ତୁ ତା ନାଁ ଧରି ଡାକିଲି। ସେତେବେଳେ ମୋ ସାଙ୍ଗରେ ଜଣେ ଯିଏ ଥିଲେ ସେ କହିଲେ, ଦେଖ ତମ ଠାରୁ ସିଏ ସାନ ହେଇଥାଇ ପାରନ୍ତି, କିନ୍ତୁ ଯେତେବେଳେ ମିଟିଂରେ ତମେ ତାଙ୍କୁ ଡାକୁଛ ସେତେବେଳେ ଭାଇ ବୋଲି ସମ୍ବୋଧନ କରି ଡାକ। ମନେକର ଯେ ପଦ୍ମଲୋଚନ ଭାଇ, ରାମକୃଷ୍ଣ ଭାଇ ଡାକ। ମୁଁ ବର୍ତ୍ତମାନ ପଦ୍ମଲୋଚନ ଭାଇଙ୍କୁ ଅନୁରୋଧ କରୁଛି ସିଏ କହିବେ। ତମେ କୁହ ନାହିଁ ଯେ ମୁଁ ପଦ୍ମଲୋଚନକୁ ଅନୁରୋଧ କରୁଛି ସେ ଆସି କୁହନ୍ତୁ। ଏଇଟା ଯେତେବେଳେ ଆପଣ ପଦ୍ମଲୋଚନ ଭାଇ କହିବା ତାଙ୍କ ଠାରୁ ମୁଁ ଯେତେବେଳେ ଶୁଣିଲି, ଶିଖିଲି, ଯଦି ମୁଁ ନ ଶିଖିବି ତାହେଲେ କିଛି ଲାଭ ନାହିଁ। କିନ୍ତୁ ସେଇଟା ଗୋଟେ ମୋ ଜୀବନରେ ଏକ ଶିକ୍ଷା ହେଲା ଯେ ନାଇଁ, ଯେତେବେଳେ ଗୋଟେ ମିଟିଂ ର ଗୋଟେ ସମସ୍ତଙ୍କ ଆଗରେ ସମ୍ମୁଖରେ ଆମେ ଯେତେବେଳେ କାହାକୁ ସମ୍ବୋଧନ କରି ଡାକୁଛୁ ସେତେବେଳେ ସମ୍ମାନର ସହିତ ଡାକିବା, ସିଏ ତେଣିକି ସାନ ହେଇଥାନ୍ତୁ କି ବଡ ହେଇଥାନ୍ତୁ କି ସମାସ୍କନ୍ଦ ହେଇଥାନ୍ତୁ। ତେଣୁ ତାଙ୍କର ଯୋଉ ଅଭିଜ୍ଞତାଟି, ତାଙ୍କ ସହିତ ଯେତେବେଳେ ମୁଁ ଥିଲି ସେଇ ମିଟିଂରେ ବୋଲି ସେଇ ଶିକ୍ଷାଟି ତାଙ୍କ ପାଖରୁ ପାଇଲି। ତେଣୁ ତାପରେ ଯେତେବେଳେ ଯୋଉଠିକି ବି ମୁଁ ଯିବି ନିଶ୍ଚୟ ମୋ ଭିତରେ ଏକ ଅଭିବ୍ୟକ୍ତିଟି ଡିଫରେନ୍ସ ହବ। ତେଣୁ ମା ଲେଖୁଛନ୍ତି ମାନସିକ କୃଷ୍ଟି, ମାନସିକ କର୍ଷଣ ଆମକୁ କେମିତି ସାହାଯ୍ୟ କରେ। ମା କହୁଛନ୍ତି ତୁମେ ଯଦି ଜୀବନରୁ ଅବ୍ୟାହତି ନେଇ ଏକ ଅବ୍ୟକ୍ତ ଉଚ୍ଚତା ବା ଊର୍ଧ୍ୱତନ ସ୍ତରରେ ରହିବାକୁ ଚାହଁ, ତେବେ ଏହି ବୌଦ୍ଧିକ ବା ମାନସିକ କର୍ଷଣର କିଛି ଆବଶ୍ୟକତା ନାହିଁ। ଯୋଉମାନେ ସନ୍ନ୍ୟାସ ମାନେ, ଯୋଉମାନେ କହିବେ ଯେ ଆମର କିଛି ନାହିଁ, ସଂସାରରେ କଣ ହେଲା କଣ ନାହିଁ, ଆମେ ଭଗବାନଙ୍କ ଚେତନାରେ ନିମଜ୍ଜିତ ହେଇ ରହିବାକୁ ଚାହୁଁ, ନିର୍ବାଣ ମୁକ୍ତି ଏଇ ସବୁ ଜିନିଷ ଆମର ଆବଶ୍ୟକ। ତେଣୁ ସାଂସାରିକ କଥା ସହିତ ମୋର କିଛି ସମ୍ପର୍କ ହିଁ ନାହିଁ। ସେତେବେଳେ ମାନେ ଲେଖୁଛନ୍ତି ସେମାନଙ୍କ ପାଇଁ ମାନସିକ କର୍ଷଣର କିଛି ଆବଶ୍ୟକ ନାହିଁ। କାହିଁକି ମେଣ୍ଟାଲ ଏଜୁକେସନ କଣ ଦରକାର? ସେ ତାଙ୍କର ତ ସବୁବେଳେ କେବଳ ଅପେକ୍ଷା କରି ରହିଥିବେ ଭଗବାନଙ୍କ ସହିତ ଏକୀଭୂତ ହେଇଯିବା ପାଇଁ ବା ନିର୍ବାଣ ମୁକ୍ତି ପାଇଯିବେ। କିନ୍ତୁ ମାନେ ଲେଖୁଛନ୍ତି ତୁମେ ଯଦି ତୁମର ଉର୍ଦ୍ଧ୍ୱ ସ୍ତରୀୟ ଚେତନାକୁ ତୁମର ଏଇ ବାହ୍ୟ ବା ସାଂସାରିକ ଜୀବନରେ ପ୍ରକାଶ କରିବାକୁ ଚାହଁ, ତେବେ ଏହାର ଆବଶ୍ୟକତା ନିଶ୍ଚୟ ଅଛି। ଆମେ ଚାହୁଁଛୁ କାହିଁକି ନା ରୂପାନ୍ତର ଯୁଗରେ ଆମେ ସେଇଥିପାଇଁ କହୁଛୁ ଆମର ଅଗ୍ରଗତି ହବ। ଆମେ ଆକ୍ଚୁଆଲି ଯଦି କିଛି ଉଦ୍ଦେଶ୍ୟ ନାହିଁ ଭଗବାନଙ୍କର, ତାହେଲେ ସେ ମଣିଷକୁ ଜନ୍ମ କାହିଁକି ମନ ଦେଲେ? କାହିଁକି ଆମେ ଜନ୍ମ ହେଇଛନ୍ତି? ଜଣେ ଯେତେବେଳେ ନିଜେ କାହିଁକି ଜନ୍ମ ହେଇଛି, କୋଉ ଉଦ୍ଦେଶ୍ୟରେ ଜନ୍ମ ହେଇଛି, ସେ ଜିନିଷ ଜାଣିବାକୁ ଚାହୁଁଛି, ସେତେବେଳେ ମନେ ରଖିବା ଉଚିତ ଭାଗବତ କର୍ମ ଓ ଭାଗବତ ସାହାଯ୍ୟରେ ଅଭିବ୍ୟକ୍ତି ଓ ପରିପ୍ରକାଶ ନିମିତ୍ତ ଆମକୁ ଜୀବନ ଦିଆହେଇଛି। ଆମେ ଏସବୁ ଜିନିଷ ମା ବହିରେ ପଢିଛନ୍ତି। ତେଣୁ ଯେତେବେଳେ ସେଇ ଅତିମାନସ ଚେତନା ବର୍ତ୍ତମାନ ପାଇଁ ଅତିମାନସ ଚେତନା ତାଠୁ ଆହୁରି ଅଧିକ, ଆହୁରି ପୁଣି ଉପର ଉପରକୁ ଆହୁରି ଉର୍ଦ୍ଧ୍ୱସ୍ତରୀୟ ଚେତନା ରହିଛି, ତାକୁ ଆମେ ବାହ୍ୟ ସଂସାରରେ ଆମର ସ୍ଥୂଳ ଶରୀରରେ ଆମ ମନରେ ଆମ ପ୍ରାଣରେ ତାଙ୍କୁ ଯେତେବେଳେ ପ୍ରକାଶ କରିବାକୁ ଚାହୁଁଛୁ ସେତେବେଳେ ଏହାର ଆବଶ୍ୟକତା ନିଶ୍ଚୟ ଅଛି। ଦେଖନ୍ତୁ ବର୍ତ୍ତମାନ ଭଗବାନଙ୍କର ସହିତ ଏକୀଭୂତ ମୁଁ ହେଲି ଏବଂ ତାକୁ ଯେତେବେଳେ ସଂସାରରେ ବର୍ତ୍ତମାନ ସେ ଯେମିତି ବ୍ୟାସଦେବ ଲେଖିଲେ, ବ୍ୟାସଦେବ ଯେତେବେଳେ ବେଦବ୍ୟାସ ତାଙ୍କୁ ସେଥିପାଇଁ କୁହାଯାଏ, ଯେତେବେଳେ ବେଦକୁ ସେ ଲେଖିବାକୁ ଯାଉଛନ୍ତି
ସେତେବେଳେ ସେ ଖୋଜିଲେ ଏମିତିଆ ଜଣେ ଲେଖକ ହବା ଦରକାର ଯେ ସିଏ ଯାହା କହୁଥିବେ ସେ ଲେଖି ଚାଲିଥିବେ। ଯେ ଏମିତି ଜଣେ କହିବ ସେ କଣ ପଜ ନେଇକି କହିପାରିବନି। ଯେକୌଣସି ଗୋଟେ ଯିଏ ନେଇ ସେ ଲେଖିଦବ। ସେ କିନ୍ତୁ କାହିଁକି କହିଲେ ନା ସେ ଲେଖକ ଯେ ତା ଲେଖା ଷ୍ଟପ୍ ହବନି। କାହିଁକି କହିଲେ? କାରଣ ସିଏ ଊର୍ଦ୍ଧ୍ୱତର ଜଗତ ସହିତ ନିଜକୁ ଏକୀଭୂତ କରି ସେଉଠୁ ଯାହା ଆସୁଥିଲା ତାହାକୁ ସିଏ ମୁଖରେ ପରିପ୍ରକାଶ କରୁଥିଲେ। ସେଇଥିପାଇଁ ବେଦକୁ କୁହାଯାଏ ଶ୍ରୁତି ବୋଲି। କିନ୍ତୁ ଆମକୁ ଭିନ୍ନ ଅର୍ଥରେ ଶିଖେଇ ଦିଆହେଇଛି। ଦେଖନ୍ତୁ ଆମକୁ ଆମରି ବିରୁଦ୍ଧରେ କେମିତି ଲଗେଇ ଦେଇଛନ୍ତି ଆମର ଏଜୁକେସନ ସିଷ୍ଟମ ଯୋଉ ଇଂରେଜ ମାନେ ତିଆରି କଲେ ଏବଂ ତାପରେ ତଥାକଥିତ ସେଇ ସମୟରେ ସରକାର ତାକୁ ଲାଗୁ କରି ରଖିଲେ। ଆମକୁ କୁହାଯାଇଛି ବେଦଟା କାହିଁକି ଶ୍ରୁତ ନା ସେଇଟା ଲେଖା କିଛି ହେଇନଥିଲା। ଲୋକ ସବୁ ଶୁଣି ଶୁଣିକି ମନେ ରଖୁଥିଲେ। ତେଣୁ ମୋ ଠାରୁ ସିଏ ଶୁଣିଲା ତାଠୁ ସିଏ ଶୁଣିଲା ତାଠୁ ସିଏ ଶୁଣିଲା ଗୁରୁଙ୍କ ଠାରୁ ଶିଷ୍ୟ ସେ ଶିଷ୍ୟ ପୁଣି ଆଉ କାହାକୁ ଏମିତି ହେଇ ମନେ ରଖିଛନ୍ତି। ତେଣୁ ସେଇଟା ଶ୍ରୁତ। ଶୁଣି ଶୁଣି ମନେ ରଖାଯାଉଛି ବୋଲି ଶ୍ରୁତ। ଏଟା ଏକ ସମ୍ପୂର୍ଣ୍ଣ ଭାବେ ଭ୍ରମାତ୍ମକ ଚିନ୍ତାଧାରା, ଭ୍ରମାତ୍ମକ ଦିଗଦର୍ଶନ। ଏଟା ଭୁଲ କଥା ଆମକୁ ଶିଖାଇଛି। ପ୍ରକୃତରେ ବେଦଟାକୁ ଶ୍ରୁତ କାହିଁକି କୁହାଯାଇଛି? କାରଣ ବେଦଟି କୌଣସି ମନୁଷ୍ୟକୃତ ନୁହଁ। ମଣିଷ ନିଜେ ମନରୁ ଭାବିକି ଲେଖି ନାହିଁ। ବ୍ୟାସଦେବଙ୍କୁ ଊର୍ଦ୍ଧ୍ୱତର ଜଗତରୁ ଯାହା ଆସୁଥିଲା ଶବ୍ଦ ତାହା ତାଙ୍କ ମୁଖରେ ପରିପ୍ରକାଶ ହଉଥିଲା। ଗଣେଶ ତାକୁ ଲେଖନୀରେ ଲେଖି ଚାଲିଥିଲେ। ସେ ଶୁଣିକି ଶୁଣୁଥିଲେ। କିଏ ସେ? ବେଦବ୍ୟାସ ବା ବ୍ୟାସଦେବ ଶୁଣୁଥିଲେ। ସେ ନିଜ ମନରୁ କହିନାହାନ୍ତି। ତେଣୁ ବେଦ ହଉଛି ଭଗବାନଙ୍କ ଠାରୁ ଯୋଉ ଶବ୍ଦ ତାହା ଶ୍ରୁତ। ଶୁଣି ଶୁଣିକି ମନେ ରଖା ହେଇଛି ବୋଲି ନୁହଁ। ତେଣୁ ଉର୍ଦ୍ଧ୍ୱସ୍ତରୀୟ ଚେତନାରୁ ଆମେ ଯେତେବେଳେ ସାଂସାରିକ ଜୀବନରେ ପରିପ୍ରକାଶ କରୁଛୁ ସେ କେବଳ ଲେଖାରେ ରହିଲା। ଆମର କର୍ମରେ, ଆମର ସ୍ଥୂଳ ଶରୀରରେ, ଆମର ଅନ୍ୟମାନଙ୍କ ସହିତ ବ୍ୟବହାରରେ, ଆମର ମନର ଭାବନାରେ, ଚିନ୍ତାରେ, କଳ୍ପନାରେ, ସ୍ଥୂଳ ଶରୀରରେ, ପ୍ରାଣରେ, ପ୍ରାଣର ଯୋଉ ଗତିବୃତ୍ତି ରହିଛି ତା ଭିତରେ ଯେତେବେଳେ ଆମେ ପରିପ୍ରକାଶ କରିବାକୁ ଚାହୁଁଛୁ। ତେଣୁ ନିଶ୍ଚୟ ମେଣ୍ଟାଲ ଏଜୁକେସନ ଦରକାର। କାହିଁକି ମେଣ୍ଟାଲ ଏଜୁକେସନ ଦରକାର? ଆଉ ଗୋଟେ କଥା ବି ଦେଖନ୍ତୁ। ମାଧିଆ ଭାଇ ସବୁଥିରେ ହୋଇ ହୋଇ ହେଇଯିବ। ନହେଲେ ଯଦି ମେଣ୍ଟାଲ ଏଜୁକେସନ ନଥିବ ସେତେବେଳେ ଆପଣ ଦେଖିବେ ଯେ ଯୁଆଡେ କହିବ ଆପଣ ସିଆଡେ ପଳେଇବେ। ଏଇଠି ଗୋଟେ ବଢିଆ ଉଦାହରଣ ଟେ ମା ଦେଇଛନ୍ତି। ମା ଦେଇଛନ୍ତି, ମୁଁ ତାକୁ ବଢିଆ କହିବା ପାଇଁ କିଏ ସେ, କିନ୍ତୁ ଭଲ ଆମେ ବୁଝିପାରିଲା ଭଳିଆ ଉଦାହରଣ। କହିଲେ ସଙ୍ଗୀତର ବାଦ୍ୟଯନ୍ତ୍ର ଗୁଡ଼ିକ ସହିତ ଏହାର ତୁଳନା ଭଲ ଭାବରେ ହେଇପାରେ। ଗୋଟିଏ ବାଦ୍ୟ ଯନ୍ତ୍ରରେ ହୁଏତ କେତୋଟି ନୋଟ୍ ଅଛି, କିନ୍ତୁ ଆଉ ଗୋଟିଏ ବାଦ୍ୟ ଯନ୍ତ୍ରରେ ତାର 10 ଗୁଣ ନୋଟ୍ ଥାଇପାରେ। ଦେଖନ୍ତୁ ହାରମୋନିୟମ ବଜାଇବାଟା, ହାରମୋନିୟମରେ କେତେଟା କି ରହିଛି? ଅଳ୍ପ କିଛି ରହିଛି। ଅଳ୍ପ କିଛି ମାନେ ଯେତିକିଟା ଅଛି 14ଟା ଥିବ ନା କେତେଟା ଥିବ? 3 3 2 5 5 10 15 17ଟା ଏଥିରେ ରହିଛି। 17ଟା କି ଥିଲା ବେଳେ ଆମ ହାତଟା ଯୋଉଭଳି ଭାବରେ ଆମର ବଜେଇବା, ଯିଏ ଶିଖିଛନ୍ତି ବି, ଏବଂ ଡାହାଣ ପଟରେ ଯୋଉ ବିରାଟ କାୟ ଥୁଆ ହେଇଛି ତା ଦେହରେ କେତେଟା କି ରହିଲାଣି? କେତେ ଗୁଡେ କି ରହିଲାଣି? ସେତିକି ସାମର୍ଥ୍ୟ ଯୁକ୍ତ ନ ହେଇଥିଲେ ସେ କି କୁ ବ୍ୟବହାର କରିପାରିବେ? ଏବଂ ସେଠି ସବୁ କି ର ବି ଅଲଗା ଅଲଗା ଶବ୍ଦ ସ୍ୱର ବାହାରିବ। ଆପଣ ମାନେ ଗୀତ ଶିଖିବାର ହୁଏତ ଆପଣ କହୁଛନ୍ତି ସାରେ ଗାମା ପାଧାନି ଏତିକିଟା ଅଛି, କିନ୍ତୁ ଆମକୁ ଶୁଣିଲା ବେଳେ କୋଉଠି କୋଉଠି କେମିତି କେମିତି ସବୁ ଯୋଉ ଶୁଭାଯାଏ ତାର କାରଣ କଣ? ତା ନିର୍ଭର କରେ ଯିଏ ବଜଉଛି ତା ଉପରେ। ତେଣୁ ଯେ ଆକୁ ଯିଏ ଚଲେଇବ ତାକୁ ଚଲେଇବ, ସେମାନଙ୍କ ଭିତରେ ଏଜୁକେସନ ଫରକ ରହିବନି। ଜଣେ ଯଦି ସେତିକି ଶିଖିନଥିବ ତାକୁ ବଜେଇ ପାରିବ କି? ପାରିବନି। ତେଣୁ ଆମ ଜୀବନ କ୍ଷେତ୍ରରେ ସେଇଭଳିଆ। ଯେତେବେଳେ ଆମେ ଜୀବନ କ୍ଷେତ୍ରକୁ ଯାଉଛନ୍ତି ସେତେବେଳେ ଆମକୁ ଯଦି ଉଚ୍ଚ କୋଟିର ଜୀବନ ଯାପନ କରିବାର ରହିଛି ତେବେ ଆମକୁ ଅଧିକରୁ ଅଧିକ ଶିକ୍ଷିତ ହବା ଦରକାର ଏବଂ ସେଥିପାଇଁ ମାନସିକ କର୍ଷଣ ଆବଶ୍ୟକ। ମା ଲେଖୁଛନ୍ତି ଏହାକୁ ଏକ ସରଳ ବାଦ୍ୟଯନ୍ତ୍ର ଅପେକ୍ଷା ଏକ ଜଟିଳ ଅର୍କେଷ୍ଟ୍ରା ସହିତ ତୁଳନା କରାଯାଇପାରେ। ଅର୍କେଷ୍ଟ୍ରାରେ କଣ ହୁଏ ଦେଖିଛନ୍ତି? ଅର୍କେଷ୍ଟ୍ରାରେ ବର୍ତ୍ତମାନ ଆପଣ ଗୋଟିଏ ଖାଲି ବଜେଇଲେ, ହାରମୋନିୟମ ଖାଲି ବଜେଇବା, ଜଣେ ଗୀତ ଗାଉଥିବେ ଖାଲି ହାରମୋନିୟମ ବାଜିବ, ବା ଗୋଟେ ପ୍ରୋଗ୍ରାମ ହଉଛି ଖାଲି ହାରମୋନିୟମ ବାଜିବ। କିନ୍ତୁ ବର୍ତ୍ତମାନ ଏଠି ଯେତିକି ଜଣ ବଜାଉଛନ୍ତି 1 2 3 4 5 6 ଜଣ,
ଯଦି ମନକୁ ମନ ଯିଏ ଯାହା ପାରିବ ବଜେଇବ ହବ। କଣ ଶୁଭାଯିବ କହିଲେ? ଅତି ବିରକ୍ତିକର ଶୁଭିବନି? ସିଏ ତୁରି ତା ମନ ଇଚ୍ଛା ବଜଉଥିବ, ଇଏ ବାଜା ବଜଉଥିବ ଅଲଗା ଭାବରେ, ବୀଣା ବଜଉଥିବ ଅଲଗା ଭାବରେ, ସ୍ତାନପୁରା ବଜେଇବ ଅଲଗା ଭାବରେ, ଏସବୁ ହବ? ଅଲଗା ଅଲଗା ବଜେଇଲେ ଆପଣ ସେଠି କେହି ଶୁଣିବେ ସେ ଗୀତକୁ? ଗୀତ କଣ, ସେ ଯୋଉ ବାଦନ ବାଜିବ ତାକୁ କିଏ ଶୁଣିବେ? କେହି ଶୁଣିବେ ନାହିଁ। ଗୋଟେ ଅର୍କେଷ୍ଟ୍ରା ତୁଳନା କରନ୍ତୁ, ଦେଖନ୍ତୁ ଏଠି କେତେ ଜଣ ବସିଛନ୍ତି, ତାଙ୍କୁ ଜଣେ ଯିଏ ଆଗରେ ଠିଆ ହେଇକି ତାଙ୍କୁ କଣ କରୁଛି? ତାଙ୍କୁ ନିୟନ୍ତ୍ରଣ କରୁଛନ୍ତି। କିଏ କୋଉ ତାନରେ କୋଉଠି ବଜେଇବେ, କେତେବେଳେ ବଜେଇବେ, କେତିକି ବଜେଇବେ, ଏ ସବୁ ଯାକୁ ଅର୍ଗାନାଇଜ କରିବା ସହଜ? ଗୋଟେ ବଢିଆ ମଜା କଥାଟେ ଅଛି। ଥରେ ଗୋଟେ ପିଲାଟି ଏଜୁକେସନ ତାର କିଛି ଅଛି, ସେ ଚାକିରି ଖୋଜୁଛି, ବହୁତ ଆଡେ ବୁଲି ବୁଲି ଚାକିରି ପାଇନି। ସିଏ ଗୋଟେ ଜାଗାରେ ଅର୍କେଷ୍ଟ୍ରା ବଜା ହଉଥିଲା, ସେଇଠି ଆସି ପହଞ୍ଚିଛି। ଯିଏ ପରିଚାଳକ ସେ ପଛରେ ବସିଛନ୍ତି, ଆଗରେ ଏମିତି ସବୁ ଚାଲିଛି। ଯିଏ ବସିଥିଲା ବସିଲା, ସବୁ ସରିଲା ପରେ କହିଲା, ଆଜ୍ଞା ଆଉ ମୁଁ ଆସିଥିଲି ଗୋଟେ କାମ କରିବା ପାଇଁ, ମତେ କିଛି କାମ ଦିଅନ୍ତିନି? ସିଏ କହିଲେ, ସିଏ ତ ଏସବୁ ମାନେ ମ୍ୟୁଜିକ ରିଗାର୍ଡିଂ ତାଙ୍କର କଲଚରାଲ ପ୍ରୋଗ୍ରାମ ରିଗାର୍ଡିଂ ତାଙ୍କର ଦାୟିତ୍ୱ ନା। ସେ କହିଲେ, ତମେ କୋଉ କାମଟା କରିପାରିବ କୁହ? ନା ଆଜ୍ଞା, ସେ ଯୋଉ ଆଗରେ ଯେ ଠିଆ ହେଇ ହାତ ହଲଉନଥିଲା, ମତେ ଆଜ୍ଞା ସେଇ କାମଟା ଦିଅନ୍ତୁ ଆଜ୍ଞା, ମୁଁ ସେଇଟା ସହଜ କରିବି। ଖାଲି ତ ଠିଆ ହେଇ ଆଗରେ ହାତ ହଲେଇବି ଆଉ। କାହିଁକିନା ସେ କଣ କରନ୍ତି, ହାତ ଏମିତି ଉପର ତଳ ଖାଲି କରୁଥାନ୍ତି ନା, ବାଁ ହାତ ଡାହାଣ ହାତ ଉପର ତଳ ଏମିତି ଏମିତି କରୁଥାନ୍ତି, ଉପର ତଳ କରୁଥାନ୍ତି। କହିଲେ ସେଇଟା ଆଜ୍ଞା ସହଜ କାମଟା, ସେଇ କାମଟା ଆଜ୍ଞା ଦିଅନ୍ତୁ ଆଜ୍ଞା, ମୁଁ ସେଇ କାମଟା କରିବି, କାହିଁକିନା ହାତ ତ ହଲେଇବି ଆଉ। ଏ ଯେତେ ଜଣ ବଜଉଥିଲେ, ସବୁଠାରୁ କଷ୍ଟକର କାମଟି ହଉଛି ତାଙ୍କର ସେଇ ଯୋଉ ହାତ ହଲେଇବାରେ। କେତେ ଉପରକୁ ଉଠିବ, କେତେ ତଳେ ଉଠିବ, କୋଉଠି କେତେ କେତେ ଖସିବ, କିଏ ବଜେଇବ କିଏ ବଜେଇବ ନାହିଁ, କେତେ ବଜେଇବ, କୋଉ ଭଳି ଭାବରେ ବଜେଇବ, ଇଏ ସବୁ ଜିନିଷ ତାରି ମୁଣ୍ଡ। ତେଣୁ ବିରାଟ ଅର୍କେଷ୍ଟ୍ରା ସହିତ ଜଣେ ପୂର୍ଣ୍ଣ ବିକଶିତ ମନୁଷ୍ୟକୁ ତୁଳନା କରାଯାଇପାରେ। କାହିଁକିନା ଜଣେ ମଣିଷ ଭିତରେ ଅନେକ ସତ୍ତା ରହିଛି। ଆମେ ଅନେକ ଲୋକଙ୍କ ସହିତ ଭେଟୁଛନ୍ତି, କାହିଁକି ଜଣେ ଜଣେ ଲୋକଙ୍କ ସହିତ ଭେଟ ହେଲା ବେଳେ ଭାରି ଖୁସି ଲାଗେ? କାହିଁକି? ଏବଂ ଜଣେ ଜଣେ ଲୋକଙ୍କ ସହିତ ଭେଟ ହେଲା ବେଳେ ବିରକ୍ତ ଲାଗେ। ଜଣେ ଜଣେ ଲୋକଙ୍କ ସହିତ ଭେଟ ହେଲେ ନିଜ ଭିତରେ କୁଆଡୁ କୁଆଡୁ ମନ୍ଦ ଚିନ୍ତା ବି ପଶି ଆସେ। ତାକୁ ଦେଖିଲେ ରାଗ ଲାଗେ, କାହାକୁ ଦେଖିଲେ କାମ କରିବାର ପ୍ରେରଣା ମିଳେ। ତେଣୁ ଏଇଭଳି ଭାବରେ ଯଦି ଆମେ, କେତେ ପ୍ରକାରର ଲୋକ ଅଛନ୍ତି, ଆମ ଭିତରେ କେତେ ପ୍ରକାରର ସ୍ପନ୍ଦନ ରହିଛି, କେତେ ପ୍ରକାରର ଭାବ ରହିଛି। ତେଣୁ ଇଏ ମା ସେଥିପାଇଁ ବର୍ଣ୍ଣନା କରୁଛନ୍ତି, ଜଣେ ମଣିଷ, ଜଣେ ପୂର୍ଣ୍ଣ ବିକଶିତ ମନୁଷ୍ୟକୁ ଯଦି ଆମେ ତୁଳନା କରିବା, ସେଇଭଳିଆ ବିରାଟ ଅର୍କେଷ୍ଟ୍ରା ସହିତ ତୁଳନା କରାଯାଏ। ବିରାଟ ଅର୍କେଷ୍ଟ୍ରା କେତେ ଗୁଡେ ପାର୍ଟସ ରହିଛି, ଆମ ବଡି ଭିତରେ ଅନେକ ପାର୍ଟସ ରହିଛି, ଆମ ପ୍ରାଣ ଭିତରେ ଅନେକ ପାର୍ଟସ ରହିଛି, ଆମ ମନରେ ଅନେକ ପାର୍ଟସ ରହିଛି। ଏ ସବୁ ଗୁଡିକ ସୁସଙ୍ଗତ, ଯୁକ୍ତିଯୁକ୍ତ, ଯଥାଯଥ ଭାବରେ ନିୟନ୍ତ୍ରିତ ହେଇ ଯେତେବେଳେ ଏକ ନିଜକୁ ପରିପ୍ରକାଶ କରିବେ, ତାହା କେତେ ସୁନ୍ଦର ହବ ନାହିଁ? ତେଣୁ ସେଇଥିପାଇଁ ମେଣ୍ଟାଲ ଏଜୁକେସନ ଇଜ ଏସେନ୍ସିଆଲ। ମା ସେଇଥିପାଇଁ କହୁଛନ୍ତି, କରିପାରିଲେ କେତେ ସୁନ୍ଦର ହବ, କେତେ ଚମତ୍କାର ହବ। କଷ୍ଟକର ବ୍ୟାପାର, ସେମାନଙ୍କୁ ନିୟନ୍ତ୍ରଣ କରିବା, ପରିଚାଳନା କରିବା ଖୁବ କଷ୍ଟକର ବ୍ୟାପାର, କିନ୍ତୁ କରିପାରିଲେ ତାହା ଚମତ୍କାର ହେଇଥାଏ। ତେଣୁ ମାନସିକ କର୍ଷଣ ବା ମେଣ୍ଟାଲ ଏଜୁକେସନ ଇଜ ଏସେନ୍ସିଆଲ। ଏସେନ୍ସିଆଲ ମାନସିକ କର୍ଷଣ ଯୋଉଟା କୁହାଉଛି, ଏଟା କର୍ଷଣ କହିଲା ବୁଝି ହଉନି, ମେଣ୍ଟାଲ ଏକ୍ସରସାଇଜ, ମେଣ୍ଟାଲ ଏଜୁକେସନ ନିହାତି ଦରକାର। ଆମେ ଭାବୁଛୁ କେବଳ ପୁଳାଏ ଖଣ୍ଡେ ପାଠ ପଢିଦେଲେ ସେଇଟା ମେଣ୍ଟାଲ ଏଜୁକେସନ ହେଇଗଲା, ତାହା ନୁହେଁ। ମନର ପାର୍ଟସ ଗୁଡାକୁ ଚିହ୍ନିବା, ଆମର ଟିଚର୍ସ ଟ୍ରେନିଂ ରେ ସେଗୁଡାକ ଆଲୋଚନା ହୁଏ। ଆ ପୂର୍ବରୁ ବି ଆମର ଆଲୋଚନା ହେଇଥିଲା। ମାନସିକ ବିସ୍ତୃତି, ବ୍ୟାପକତା କେମିତି ପରୀକ୍ଷଣ କରିବ, ଏସବୁ ଜିନିଷ ଗୁଡିକ ଆମେ ଭୁଲି ଯାଉ। ତେଣୁ ନିହାତି ମେଣ୍ଟାଲ ଏଜୁକେସନ ଦରକାର। ଆମେ ଏଇଠି ସାରିବା।
Mah, thank you all. बरोबर.